ଦେବନାମପ୍ରିୟ ଏମ୍ପରର ଅଶୋକ 2330 ବାର୍ଥ ଆନିଭର୍ସରୀ ପାଳନ କରୁଥିଲେ। ଆଉ କ'ଣ କହିବେ? ଭାରତ ବର୍ଷ ତଥା ସାରା ପୃଥିବୀ ଆଜି ଅଶୋକଙ୍କୁ ମନେ ରଖୁଛି। ସେଇ ଅଶୋକ ଏ ଭାରତ ବର୍ଷରେ ତାଙ୍କର କରିଥିଲେ। ସେ ତାଙ୍କ ପିରିୟଡ଼ରେ ଚଣ୍ଡାଶୋକ ନାମରେ ନାମିତ ହୋଇଥିଲେ। ସେ ଏତେ ଦୁର୍ଦ୍ଦୋଷ, ଏତେ ନୃଶଂସ, ଏଭଳି ଭାବରେ ଏତେ ପରହିଂସ୍ରକ ଥିଲେ ଯେ ଯାହାଦ୍ୱାରା କି ଶୁଣାଯାଏ ଇତିହାସରୁ ଯେ ତାଙ୍କର ଅନେଶତ ଭାଇଙ୍କି ମାରି ସେ ମଗଧ ସିଂହାସନ ଆରୋହଣ କରିଥିଲେ। ତେଣୁ ସେଇ ଅଶୋକ ଏଭଳି ସମୟ ଆସିଲା ଯେତେବେଳେ କଳିଙ୍ଗ ଯୁଦ୍ଧ ହେଲା। ଆମର ଓଡ଼ିଶାର ଧଉଳି ପାହାଡ଼ ନିକଟରେ ଦୟାନଦୀ କୂଳରେ ଧଉଳି ପାହାଡ଼ ପାଖରେ ସେ ବିଶ୍ରାମ ନେଉଥିଲେ। ସେଇଟା ଯୋଉ କଳିଙ୍ଗ ଯୁଦ୍ଧ ହେଲା, ଏଇ କଳିଙ୍ଗ ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ, ସେଇ ସଂଖ୍ୟକ ଲୋକ ନିହତ ହେଲେ। ତେଣୁ ଏତେ ଘଟଣା ହବା ପରେ ତଥାପି ସେ ତାଙ୍କ ହୃଦୟ ବିଚଳିତ ହେଇନଥିଲା। ହଠାତ୍ ସେ ଅନୁଭବ କଲେ ଯେ ମୁଁ ଲୋକ ଗୁଡ଼ାକୁ ଶହ ଶହ ହଜାର ହଜାର ଲୋକଙ୍କୁ ମାରି ପକେଇ ଯାଉଛି, କ୍ଷତ ବିକ୍ଷତ କରି ପକଉଛି, କିନ୍ତୁ କଳିଙ୍ଗର ଅଧିବାସୀ ଏତେ ଶାନ୍ତ, ସରଳ, ନମ୍ର, ସେବାକାରୀ ଯେ କି ଯୋଉ ସୈନ୍ୟମାନଙ୍କୁ ବା କଳିଙ୍ଗର ଅଧିବାସୀଙ୍କୁ ମାରି ପଡ଼େଇ ଦଉଛି, ସେ ଆସି ତାର ଉପଯୁକ୍ତ ସେବା ଶୁଶ୍ରୂଷା କରି ସେ ଲୋକମାନଙ୍କୁ ଭଲ କରିଦେଉଛନ୍ତି ଏବଂ ସେମାନଙ୍କୁ ନିଜ ଘରକୁ ନେଇଯାଉଛନ୍ତି। ଇଏ ହେଉଛି ପ୍ରଥମ ବ୍ୟବହାର। କଳିଙ୍ଗବାସୀମାନଙ୍କ ଏ ଯୋଉ ଚରିତ୍ର ତାଙ୍କୁ ବହୁତ ମୁଗ୍ଧ କରିଥିଲା। ଦ୍ୱିତୀୟ ଚରିତ୍ର ହେଉଛି କ'ଣ ନା, ଜଣେ ବିଧବା ନାରୀର ପୁଅ ଏଇ କଳିଙ୍ଗ ଯୁଦ୍ଧରେ ନିହତ ହେଲା। ସେଇ ବିଧବା ନାରୀ ଅଶୋକଙ୍କୁ କହିଲା ପ୍ରଭୁ, ଯଦି ଆପଣ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣ ନେଇପାରୁଛନ୍ତି, ମୋତେ ଗୋଟିଏ ଜୀବନ ଦିଅନ୍ତୁ। ନା କ'ଣ ନା, ମୋର ସ୍ୱାମୀ ମରିଯାଇଥିଲେ, ମୋର ଯୁବକ ପୁଅ ଏଇ ଯୁଦ୍ଧକୁ ଆସିଥିଲା, ଆପଣ ତାକୁ ମାରିଦେଲେ। ପାଇଁ ଏଭଳି ଭାବରେ ବିଚଳିତ ହୋଇପଡ଼ିଲେ। ସେ ଚିନ୍ତା କଲେ ଅସ୍ତ୍ର ତରବାରୀର ଜୟ ପ୍ରକୃତରେ ଜୟ ହୁଏ, ମଣିଷର ହୃଦୟ ଆଜିଠାରୁ କାହିଁକି ହେଲା ନା, ଭାରତର ଅଧିବାସୀ ଥିଲେ ପିଓର ବୁଦ୍ଧିଷ୍ଟ, ଗଣତନ୍ତ୍ର ଶାସନ। ଅଶୋକ ଶାସନ କରୁଥିଲେ, ମୁଁ ଗୋଟେ ରଜା, ମୋର ସୈନ୍ୟ ସାମନ୍ତ ଅଛନ୍ତି, ମୁଁ ଯୁଦ୍ଧ କାହା ସାଙ୍ଗରେ କରୁଛି? ମୁଁ ତ ରଜାଙ୍କ ସାଙ୍ଗରେ ଯୁଦ୍ଧ କରୁନି, ମୁଁ କଳିଙ୍ଗ ଅଧିବାସୀଙ୍କ ସାଙ୍ଗରେ ଯୁଦ୍ଧ କରୁଛି। ନା, କଳିଙ୍ଗ ଅଧିବାସୀ ଗୋଟେ ଗଣତନ୍ତ୍ର ଶାସନ ଥିଲା। ତେଣୁ ଏଇଭଳି ପ୍ରଭାବ ତାଙ୍କ ଉପରେ ପଡ଼ିବା ଫଳରେ ସେ ଉପଗୁପ୍ତଙ୍କ ଠାରୁ ବୌଦ୍ଧ ଧର୍ମ ଦୀକ୍ଷା ନେଇ ଚଣ୍ଡାଶୋକରୁ ଧର୍ମାଶୋକ ପରିଣତ ହେଲେ। ସେଇ ଧର୍ମାଶୋକ ଆଜି ବୁଦ୍ଧଙ୍କର ଯୋଉ ଧର୍ମଟା ଯୋଉ ଲିଭି ଯାଉଥିଲା, ସେ ଧର୍ମକୁ ସାରା ଭାରତ ବର୍ଷରେ ନୁହେଁ, ସାରା ପୃଥିବୀରେ ପ୍ରଚାର ପ୍ରସାର କରିଥିଲେ। ଏପରିକି ମୋର ଯୋଉ ଅଧିକାର ବା ମୋର ଯୋଉ ସମ୍ପତ୍ତିର ଅଧିକାରୀ କିଏ ହଉଛି? ମୋ ପୁଅ ନାତି ହଉଛନ୍ତି। ତେଣୁ ସେମିତି ସେ ଚଣ୍ଡାଶୋକ ଧର୍ମାଶୋକ ହେଲେ। ସେ ଚାହିଁଲେ ଯେ ମୁଁ ଯୋଉ ଗୁଣର ଅଧିକାରୀ, ମୋ ପୁଅ ଝିଅ ମୋ ପରିବାର ସେଇ ଗୁଣର ଅଧିକାରୀ ହଉ। ତେଣୁ ସେ କ'ଣ କଲେ ନା, ତାଙ୍କର ପୁଅ ମହେନ୍ଦ୍ର, ଝିଅ ସଂଘମିତ୍ରାକୁ ପ୍ରଥମେ ସିଂହଳ ପଠେଇଲେ, ବାଲି, ବନ୍ୟ, ଜାଭା, ସୁମାତ୍ରା ପଠେଇ ବୌଦ୍ଧ ଧର୍ମ ପ୍ରଚାର ପ୍ରସାର କଲେ। ଏବଂ ସେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ସାରା ପୃଥିବୀରେ କେମିତି ପ୍ରଚାର ପ୍ରସାର ହବ, ସେଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ। এই ବୌଦ୍ଧ ଧର୍ମ ପ୍ରଚାର କରିବା ଫଳରେ ଆମ ଭାରତ ବର୍ଷର ବା ପୃଥିବୀର ମଣିଷ ପ୍ରକୃତ ମାନବ କ'ଣ, ସମାନତା କ'ଣ, ସେବା କ'ଣ, ଅହିଂସା କ'ଣ, ଏସବୁ ବିଷୟରେ ଜାଣିପାରିଲା। ଯେ ଆଜି ଭାରତ ଗୋଟିଏ ସୁଖମୟ ମାନବ ସଭ୍ୟତା ଗଢ଼ିବାକୁ ଯାଉଛି। ସମ୍ରାଟ ଅଶୋକଙ୍କର ବିଚାରଧାରା ବୁଦ୍ଧମୟ ଭାରତ, ପ୍ରବୁଦ୍ଧ ଭାରତ। ତେଣୁ ସେ ଗତ ବିଜୟା ଦଶମୀରେ ଆମ ଓଡ଼ିଶା ପାଇଁ ଗୋଟେ ଷ୍ଟାଚ୍ୟୁ, ଯାହାକି
ଆପଣମାନେ ସମସ୍ତେ ବାହାରେ ଥିବେ ଦେଖିଥିବେ ଦେଇଛନ୍ତି ତ ଆମର ସମସ୍ତ ଆମେ ଯଦି ଆଗକୁ ନେଇଯାଉ ତାକୁ ଆମେ କହୁ ସମଦାନ ତପୋଷକ ତ ସେଥିପାଇଁ ଆଜି ଆମେ ଯୋଉ ପୂର୍ବାହ୍ନ ସମୟରେ ଅନେକ ଗୁଡାଏ ଜିନିଷ ଆମେ ରିୟଲାଇଜ କଲେ ଆମମାନଙ୍କର ସବୁଠୁ ବଡ ଜିନିଷ ହେଲା ଯେ ଗୋଟେ ବ୍ୟକ୍ତିର ଯେ ପର୍ଯ୍ୟନ୍ତ ତାର ସେ ଇତିହାସକୁ ଜାଣିବ ନାହିଁ ତା ସଂସ୍କୃତିକୁ ଜାଣିବ ନାହିଁ ତାର ସବୁଠୁ ବଡ କ୍ଷତି ହୁଏ ତାର ପରିଚୟ ନଷ୍ଟ ହେଇଯାଏ ଗୋଟେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟରେ ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଆମର ପୂର୍ବାଞ୍ଚଳ ଯୋଉ କାର୍ଯ୍ୟକ୍ରମ ଥିଲା ସେଥିରେ ଆମେ ଅନେକ କିଛି ଆଲୋଚନା କରିଛେ ଆମର ପୂଜ୍ୟ ଅତିଥି ମାନେ ଆମକୁ ଅନେକ ଆଲୋକ ଦେଖିଛନ୍ତି ଆମର ନୃତ୍ୟଶୀଳ ଅତିଥିଗଣ ମଧ୍ୟ ଆମ ଘରେ ଅନେକ ବ୍ୟାଖ୍ୟା କରୁଛନ୍ତି ତା ଛଡ଼ା ତାମିଲନାଡୁ ଆସିଥିବା ଆମର ପ୍ରତିନିଧିଗଣ ସେମାନେ ଉପସ୍ଥାପନ କରିଥିଲେ ତେବେ ଏ ଦ୍ୱିତୀୟ ଅଧିବେଶନକୁ ମୁଁ ଆପଣମାନଙ୍କୁ ପୁନଃ ସ୍ୱାଗତ କରୁଛି এই অধিবেশন ଆମେ ଏଥିରେ ଆମେ ଆମର ଥିବା